जोड़ा भांगिला सालंदी एवं नालिया नदीबंध गोटे नुह एका सांगरे तीनोटी जगार घाई सृष्टि होईछि जेउंथिपाई नदीकुलिया पंचायत एवं गाँ गुड़िक जलमग्न होईछि। हदगड़ डैम गेट खोला जाइथिबारु दुर्बल नदीबंध लोकमानंक पई एबे काळ साजिछि। सालंदी नदीर बिलणा पंचायतर लंजाठारे 60 फुट लंबर घाई होइथिबा बेले सेई बिलणा पंचायतरे नालिया नदीरे भी एक घाई होईछि। सेपरी कुबेरा पंचायतर देउलाठारे सालंदी नदीरे भी 30 फुट लंबर घाई होईछि। फଳରେ ପାଖାପାଖି 10ଟି ଗାଁରେ ଏବେ ପାଣି ପଶିଛି। ଯୁଦ୍ଧକାଳୀନ ଭିତ୍ତିରେ ବନ୍ଧର ମରାମତି କରାଯାଉଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ପାର୍ଥ ସାରଥୀ ନାୟକ। ଗୋଟିଏ ପଟରେ ତିନୋଟି ଘାଇବା ପରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଜଳସେଚନ ବିଭାଗ ପକ୍ଷରୁ ମରାମତି କାମ ଚାଲି ରହିଛି। ଆମେ ବର୍ତ୍ତମାନ ଅଛୁ ଲେଞ୍ଜରାଠାରେ ଦେଖିପାରୁଥିବେ ବର୍ତ୍ତମାନ ସାଲନ୍ଦୀ ନଦୀର ଜଳସ୍ତର ବର୍ତ୍ତମାନ ଧୀରେ ଧୀରେ ବୃଦ୍ଧି ପାଉଛି ଏବଂ ଯେଉଁ ଜାଗାରେ ଘାଇ ହୋଇଥିଲା ସେ ଜାଗାରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ବିଭାଗ ପକ୍ଷରୁ ମରାମତି କାମ ଚାଲି ରହିଛି। ସ୍ଥାନୀୟ ଲୋକମାନେ ଏବଂ ଜଳସେଚନ ବିଭାଗର କର୍ମକର୍ତ୍ତାମାନେ ଲାଗିଛନ୍ତି କିପରି ଘାଇକୁ ମରାମତି କରିବେ ଏବଂ ଯାହାଦ୍ୱାରା ବର୍ତ୍ତମାନ ଯେଉଁ ଘାଇ ସୃଷ୍ଟି ହୋଇଛି ଏବଂ ଏହାଦ୍ୱାରା ନିଶ୍ଚିତ ଭାବରେ ସ୍ଥାନୀୟ ଅଞ୍ଚଳରେ ଅନେକ ସମସ୍ୟା ମଧ୍ୟ ଦେଖାଦେଇଛି। ଆମ ସହିତ ସ୍ଥାନୀୟ ଲୋକ ଅଛନ୍ତି, ଠିକାଦାର ଅଛନ୍ତି। କଣ କହିବେ, କେମିତି କଣ କାମ ଚାଲିଛି ଆଜ୍ଞା? ଆମ ଯୁଦ୍ଧକାଳୀନ ଭିତରେ ଆମେ କାମ ସାରିବା ପାଇଁ ଚେଷ୍ଟା କରୁଛୁ ଏବଂ ଯୋତେ ଜୋର ଘାଇ ହେଇଥିଲା କାଲି ଆମେ ବହୁତ ଚେଷ୍ଟା କରିଛୁ ଯାହା ଘାଇଟାକୁ ରକ୍ଷା କରିବା ପାଇଁ। ଆହୁରି ମଧ୍ୟ କାମ ଆଜି ଚାଲିଛି, ତୁରନ୍ତ ହେବ। ଆଜି କାମ ଘାଇ ପୁରା ପାଣିଟାକୁ ଆମେ ବନ୍ଦ କରିବାକୁ ଏଠି 100-150 ଏକର ଜମି ଚାଷ ବି ନଷ୍ଟ ହେଇଯାଇଥାନ୍ତା କ୍ଷୟକ୍ଷତି, ଗାଁର ବି ପାଣି ବହୁତ କିଛି ଆମେ ଚାହୁଁଛୁ। ଆମକୁ ବି ଅଫିସର ଯେ ଆମର ଅଛନ୍ତି ସେମାନେ ଆମକୁ ବି ବହୁତ ସାହାଯ୍ୟ କରୁଛନ୍ତି। ଆଗେ ବାଉଁଶ ପିଟା ହେଇ ବୋଲା ହେଇଛି, ତାପରେ ଜରି ଦିଆ ହେଇଛି, ପଲିଥିନ ଦିଆ ହେଇଛି ଏବଂ ତାର କର୍କଟି ବି କିଛି ପଡିଛି ଭିତରକୁ, ଏଟାକୁ ଘାଇ ନହବା ପାଇଁ ପାଣିଟାକୁ ଅଟକେଇବା ପାଇଁ। ତାପରେ ବାଲି ବସ୍ତା ଚାଲିଛି, ବାଲି ବସ୍ତା ପାଣି ନିଶ୍ଚିତ ଅଟକିବ। କିଛି ଅସୁବିଧା ଅଧିକ ପାଣି ଆସିଲେ ଏଠି କିଛି ହେବନି, ଅନ୍ୟ ଜାଗାରେ କୋଉଠି ଘାଇ ହେଇପାରେ। ଆମ ସହିତ କିଛି ସ୍ଥାନୀୟ ଲୋକ ଅଛନ୍ତି, ସେମାନେ ମଧ୍ୟ ମରାମତି କାମରେ ନିଜକୁ ନିୟୋଜିତ କରିଛନ୍ତି। ମଉସା, ଏଇ ଯୋଉ ଘାଇଟା ହେଇଛି, ଏଇ ଯୋଉ ନଦୀର ବର୍ତ୍ତମାନ ଯୋଉ ଟାଇପରେ ପାଣି ଫୁଲ ରହିଛି, ଯୋଉ ଟାଇପରେ କାମ ଚାଲିଛି, ଚାଷବାସ ଅଟକେଇବ? ଅଟକେଇବା ପାଇଁ ଆମେ ଚେଷ୍ଟା ଚାଲିଛୁ। ଆମର ଯୁଗାଯୁଗି ଡକା ହେଇକି ଆମେ ଚାଲିଛୁ। ସରକାର ତାଙ୍କର କଣ କରିବେ ନିଷ୍ପତ୍ତି। ତଳା ଯୋଉ ପଡିଛି ଅଟକେଇବ ନା ଅଟକେଇବନି? କିଛି ନଷ୍ଟ ହେଇଯିବ, କିଛିଟା ରହିପାରିବ ଉଞ୍ଚ ଜମିରେ। ଆଉ ତଳା କେତେ ପାଣି ଅଛି? ତଳେ ଜଙ୍ଗେ ପାଣି। କଣ କହିବେ, ଏଇ ଯୋଉ ତଳାରେ ଯଦି ପାଣି ପଡିଛି, ତଳାରେ ବର୍ତ୍ତମାନ ଯୋଉ ପାଣି ତ ଧୀରେ ଧୀରେ ବନ୍ଦ ହେଲାଣି, ତଳା ଯୋଉ ପଡିଛି ଅଟକେଇବ ନା ଅଟକେଇବନି? ଅଟକେଇ ହବନି ନା, ପାଣି ଅଣ୍ଟେ ଜଙ୍ଗେ ପାଣି ଅଛି ତଳେ ତଳାର, ଆଉ ସମ୍ଭାଳି ହବ ନା, ଆଉ ଅଟକେଇବନି ନା। ଅମଳ କରିବ ନା କରିହବନି? ନଷ୍ଟ ହବ, ନଷ୍ଟ ନିଶ୍ଚିତ ନଷ୍ଟ ଆଜ୍ଞା। ବର୍ତ୍ତମାନ ତଳାରେ କେତେ ପାଣି ଅଛି? ତଳାର ପାଣି ଜଙ୍ଗେ ଉପରେ ଅଛି ଆଜ୍ଞା। ଏବେ କଣ କହିବେ, ଏଇ ଯୋଉ ପାଣି ବର୍ତ୍ତମାନ ଯୋଉ ସ୍ଥିତି ରହିଛି, କାମ ମରାମତି ହେଲାଣି, ପାଣି ଅଟକେଇ ହବ? ବର୍ତ୍ତମାନ ପାଣି ଅଟକେଇବା ପାଇଁ ଆମର ଯୋଜନା ଚାଲିଛି ବା କରୁଛୁ। କାରଣ ବାଉଁଶ ଫାଉଁଶ ତାପରେ ଚିପ୍ସ ବାଲି ସବୁ ଯୋଗାଯୋଗ କଣ୍ଟ୍ରାକ୍ଟର ମାଧ୍ୟମରେ କରାହଉଛି। ହେଲା ପରେ ବି ସୁଦ୍ଧା ବର୍ତ୍ତମାନ ଗାଁ ଗହଳିରେ ବି ପାଣି ପଶିଯାଇଛି। ତା ସଙ୍ଗେ ସଙ୍ଗେ ହଉଛି ତଳାର ବର୍ତ୍ତମାନ 5 ଫୁଟ 6 ଫୁଟ ବର୍ତ୍ତମାନ ଗୋଟେ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବରେ ଯାଇଛି। 12 ପଞ୍ଚାୟତ, 4ଟା ପଞ୍ଚାୟତ, କୋବେରା 4ଟା ପଞ୍ଚାୟତ ସମ୍ପୂର୍ଣ୍ଣ ଭାବରେ ଜଳାନବର ଅଛି। ଗୋଟେ ପାଣି ଛାଡିଯିବ କି ଅମଳ କରିହବ? ସେମିତି ସାରା କହିହବନି, ଅମଳ କରି ହେଇପାରେ ନ ହେଇପାରେ, ତଳା ଉପରେ ନିର୍ଭର କରେ। ଏଇଭଳିଆ ଘାଇ 2-3ଟି ଜାଗାରେ ହୋଇଛି, ତ ନିଶ୍ଚିତ ଭାବରେ ବିଭାଗ ପକ୍ଷରୁ ମରାମତି କାମ ଚାଲିଛି। କିନ୍ତୁ ଚାଷୀଙ୍କ ମନରେ ଗୋଟିଏ ପ୍ରଶ୍ନ, ଯଦି ଯୋଉପରି ଭାବରେ ବର୍ତ୍ତମାନ ସାଲନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଉଛି ଏବଂ ବର୍ଷା ମଧ୍ୟ ତୁହା ଲାଗି ରହିଛି, ତେବେ ଚାଷ ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିବ। କାହିଁକି ନା ଯେହେତୁ ବର୍ତ୍ତମାନ ବିଲରେ ଅଣ୍ଟେ ଉପରକୁ ପାଣି ରହିଛି, ତାପରେ ମଧ୍ୟ ବର୍ଷା ଲାଗି ରହିଛି, ଯଦି ସାଲନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଲା ତ ନିଶ୍ଚିତ ଭାବରେ ଏହାର ପ୍ରଭାବ ସିଧାସଳଖ ଚାଷୀ ଉପରେ ପଡିବ। ଦେଖାଯାଉ ଆଗାମୀ ଦିନରେ ପାଣିପାଗର ସ୍ଥିତି କଣ ରହୁଛି ଏବଂ ଚାଷୀଙ୍କ ଉପରେ ଏହାର କେତେ ପ୍ରଭାବ ପଡୁଛି। ଭଦ୍ରକରୁ ପାର୍ଥ ସାରଥୀ ନାୟକ, OTV।